ଦଶମ ଶ୍ରେଣୀ ସାହିତ୍ୟ ଜାଗବନ୍ଧନ ହରା, ଯାହାର କବି ହେଲେ ଅନନ୍ତ ପଟ୍ଟନାୟକ। ଆସ ଆଜି ଆମେ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପିଲାମାନେ ପ୍ରଶ୍ନ ଉତ୍ତର କରିବା ପୂର୍ବରୁ ପାଠଟିକୁ ଭଲ ଭାବରେ ପଢ଼ିଦେବ। 1 ନମ୍ବର ଦେଖ, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ନବଯୁଗର ଡେସ୍କ ମାନଙ୍କୁ ଜାଗି ଉଠିବା ପାଇଁ କୁହାଯାଇଛି। ଶୋଷିତ, କୃଷକ, ବୃଦ୍ଧ, ତରୁଣ। ତ ଏହାର ସଠିକ ଉତ୍ତର ହେବ ନବଯୁଗର ତରୁଣମାନଙ୍କୁ ଜାଗି ଉଠିବା ପାଇଁ କୁହାଯାଇଛି। 2 ନମ୍ବର, ଠିକ ଉତ୍ତରଟି ବାଛି ପାଦ ପୂରଣ କର। ଲକ୍ଷ୍ୟ ଜୀବନେ ଖେଳାଅ ଡେସ୍କ। ତ ଲକ୍ଷ୍ୟ ଜୀବନେ ଖେଳାଅ ଆଲୋକ ଧାରା। ଏହାର ଉତ୍ତର ହେବ ଆଲୋକ ଧାରା। 3 ନମ୍ବର ଦେଖ, ସଞ୍ଚିତ କେଉଁ ପଦ? ବିଶେଷ୍ୟ, ବିଶେଷଣ, ସର୍ବନାମ ନା ଅବ୍ୟୟ? ତ ସଞ୍ଚିତ ହେଲା ଗୋଟେ ବିଶେଷଣ ପଦ। 4 ନମ୍ବର, କେଉଁଟି ତିମିରର ପ୍ରତିଶବ୍ଦ ହେବ ଲେଖ। ତ ତିମିରର ପ୍ରତିଶବ୍ଦ ହେବ ଅନ୍ଧାର। କ ହେବ ଏହାର ଉତ୍ତର। 5 ନମ୍ବର, ତନ୍ଦ୍ରା ପରଶ କେଉଁ ସମାସ? ତ ଏଇଟା ହେବ ଷଷ୍ଠୀ ତତ୍ପୁରୁଷ ସମାସ। 6 ନମ୍ବର ଦେଖ, ଭୁବନ ଏହିପରି ଅନ ପର ପ୍ରତ୍ୟୟ ଲାଗିଥିବା 3ଟି ଶବ୍ଦ ଲେଖ। ତ ଅନ ଲାଗିଥିବାର ଲେଖିବ ପବନ, ଧାରଣ, ମରଣ, ଏହିପରି ଲେଖିବ। 7 ନମ୍ବର, ନିର୍ଝର ଶବ୍ଦର ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ତ ଏହାର 4ଟି ଅପସନ୍ ଦେଇଛି, ସଠିକ ଉତ୍ତର ହେବ କ, ନି ଯୋଗ ଝର। 8 ନମ୍ବର ଦେଖ, ବନ୍ଧନହରା କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି? ତ ବନ୍ଧନହରା ନବୀନ ଯୁଗର ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। 9 ନମ୍ବର, କେଉଁଠାରେ ଆଲୋକଧାରା ଖେଳାଇବାକୁ କବି କହିଛନ୍ତି? ତ ଲକ୍ଷ୍ୟ ଜୀବନେ ଆଲୋକଧାରା ଖେଳାଇବାକୁ କବି କହିଛନ୍ତି। 10 ନମ୍ବର, କବି କ'ଣ ଲୁପ୍ତ ହେବାକୁ କହିଛନ୍ତି? ତ ଜାତି ଉପଜାତି ଲୁପ୍ତ ହେବାକୁ କବି କହିଛନ୍ତି। 11 ନମ୍ବର, କାହାର ଶଙ୍ଖଧ୍ୱନିରେ ଦୁଃଖ ଜ୍ୱାଳା ପ୍ରଶମିତ ହେବ? ତ ମହାମାନବଙ୍କର ଶଙ୍ଖଧ୍ୱନିରେ ଦୁଃଖ ଜ୍ୱାଳା ପ୍ରଶମିତ ହେବ। 12 ନମ୍ବର, କେଉଁଠାରେ ଅମର ଗାନ ଗାଇବା ପାଇଁ କବି କହିଛନ୍ତି? ତ ମରଣ ଦ୍ୱାରରେ ଅମର ଗାନ ଗାଇବା ପାଇଁ କବି କହିଛନ୍ତି। 13 ନମ୍ବର, ତିମିର କାରା ଭାଙ୍ଗି ଦେବା କଥା କବି କାହିଁକି କହିଛନ୍ତି? ତ ମାନବର ମସ୍ତକରୁ ସଞ୍ଚିତ ଅପମାନ ପୋଛି ଦେବାକୁ ତିମିର କାରା ଭାଙ୍ଗି ଦେବା କଥା କବି କହିଛନ୍ତି। 14 ନମ୍ବର, ମରୁପଥରେ କବି କ'ଣ ସୃଷ୍ଟି କରିବାକୁ କହିଛନ୍ତି? ତ ମରୁପଥରେ ନିର୍ଝର ସୃଷ୍ଟି କରିବାକୁ କବି କହିଛନ୍ତି। 15 ନମ୍ବର ଦେଖ, ସମ୍ମୁଖେ ତବ। ତବ ଏଠାରେ କାହା ଉଦ୍ଦେଶ୍ୟରେ କୁହାଯାଇଛି? ତ ତବ ଏଠାରେ ନବୀନ ଯୁଗର ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। 16 ନମ୍ବର, ଭୁବନ ସାରା ହସାଇବା ପାଇଁ କ'ଣ ଭିନ୍ନ କରିବାକୁ କୁହାଯାଇଛି? ତ ଭୁବନ ସାରା ହସାଇବା ପାଇଁ ତନ୍ଦ୍ରା ପରଶକୁ ଭିନ୍ନ କରିବାକୁ କୁହାଯାଇଛି। 17 ନମ୍ବର, ଭବିଷ୍ୟତର ତରୁଣମାନେ କ'ଣ କଲେ ଜାଗି ଉଠିବେ ବୋଲି କବି କହିଛନ୍ତି? ତ ଲେଖିବ ଯେ ଅତୀତର ଜୀର୍ଣ୍ଣ ଜୀବନକୁ ଚିରି ଦେଲେ ଭବିଷ୍ୟତର ତରୁଣମାନେ ଜାଗି ଉଠିବେ ବୋଲି କବି କହିଛନ୍ତି। 18 ନମ୍ବର ଦେଖ, ବିଜୟର ମାଳା ଘେନିବା ପୂର୍ବରୁ କ'ଣ ହେଉ ବୋଲି କବି କହିଛନ୍ତି? ତ ବିଜୟର ମାଳା ଘେନିବା ପୂର୍ବରୁ ଅର୍ଗଳ ରାଜି ଭାଙ୍ଗି ପଡ଼ୁ ବୋଲି କବି କହିଛନ୍ତି। ତାପରେ ଅଛି ସରଳାର୍ଥ। 19 ନମ୍ବର ଦେଖ, ମରଣ ଦୁଆରେ ଚରଣ ଅରପି ଗାଓରେ ଅମର ଗାନ ପୋଛି ଦିଅ ଆଜି ମାନବ ଶିରସୁ ସଞ୍ଚିତ ଅପମାନ। ତ ଏଇଟାକୁ ଲେଖିବ ଯେ ମରଣ ଅପମାନ। ତାପରେ ଲେଖିବ ସଂଶିତ ପଦ୍ୟାଂଶଟି ଜାଗବନ୍ଧନ ହରା ଶୀର୍ଷକ କବିତାରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ କବି ଅନନ୍ତ ପଟ୍ଟନାୟକ ମାନବବାଦୀ ଚିନ୍ତାଧାରାର ପରିଚୟ ପ୍ରଦାନ କରିଛନ୍ତି।
ତାପରେ ଲେଖିବ ସାମ୍ୟବାଦୀ ଚିନ୍ତାଧାରାର ସ୍ରଷ୍ଟା ଭାବରେ କବି ଏକ ବୈପ୍ଳବିକ ଆହ୍ୱାନ ଶୁଣାଇଛନ୍ତି। ସମସ୍ତ ବାଧାବନ୍ଧନରୁ ମୁକ୍ତ ନବୀନ ଯୁଗର ତରୁଣମାନଙ୍କୁ ସେ ଶୋଷିତ ପାଇଁ ସମ୍ବେଦନଶୀଳ ହେବାକୁ ପ୍ରେରଣା ପ୍ରଦାନ କରିଛନ୍ତି। ସେମାନେ ମୃତ୍ୟୁର ଦ୍ୱାରରେ ପଦପାତ କରି ଅମର ଗାନ ଗାଇ ମାନବ ମସ୍ତକରୁ ସମସ୍ତ ସଞ୍ଚିତ ଅପମାନ ପୋଛି ଦିଅନ୍ତୁ ବୋଲି ଉଦ୍ବୋଧନ ଦେଇଛନ୍ତି। ଆଉ ଶେଷରେ ଲେଖିବ ପ୍ରସଙ୍ଗଟି ସ୍ୱାଗତ ଯୋଗ୍ୟ। 20 ନମ୍ବର ଦେଖ, ଭିନ୍ନ କରି ସେ ତନ୍ଦ୍ରା ପରଶ ହସାଅ ଭୁବନ ସାରା। ଏଇଟାକୁ ଲେଖିବ ଭିନ୍ନ ସାରା। ସଂଶିତ ପଦ୍ୟାଂଶଟି ଜାଗବନ୍ଦନ ହରା ଶୀର୍ଷକ କବିତାରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ କବି ଅନନ୍ତ ପଟ୍ଟନାୟକ ତରୁଣ ଗୋଷ୍ଠୀଙ୍କୁ ଜଗତର ମଙ୍ଗଳ ପାଇଁ ସମ୍ବେଦନଶୀଳ ଆହ୍ୱାନ ଜଣାଇଛନ୍ତି। ତାପରେ ଲେଖିବ ଯେ କବିଙ୍କର ଆଶାବାଦୀ ଦୃଷ୍ଟିରେ ତରୁଣ ଗୋଷ୍ଠୀ ହିଁ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରିବେ। ତେଣୁ ସେମାନେ ମୃତ୍ୟୁର ଦ୍ୱାରରେ ପାଦ ଥାପି ଅମର ଗାନ ଗାଇବାକୁ କବି ପ୍ରେରଣା ଦେଇଛନ୍ତି। ମରୁପଥରେ ନିର୍ଝର ସୃଷ୍ଟି କରି କୋଟି ଅନ୍ତରରେ ଉଚ୍ଚରେ ପ୍ରଦୀପ ଧାରଣ କରିବାକୁ ଆହ୍ୱାନ ଜଣାଇଛନ୍ତି। ସେମାନଙ୍କ ସନ୍ଧାନ ପଥରେ ଥିବା ବାଧାବନ୍ଧନକୁ ଦୂର କରି ତନ୍ଦ୍ରା ପରଶକୁ ଦୂରେଇ ଦେଇ ସମଗ୍ର ଭୁବନକୁ ହସାଇବା ପାଇଁ କବି ଉଦ୍ବୋଧନ ବାଣୀ ଶୁଣାଇଛନ୍ତି। ଆଉ ଶେଷରେ ଲେଖିବ ପ୍ରସଙ୍ଗଟି ଭାବଗର୍ଭକ। ସେହିପରି 21 ନମ୍ବର ଦେଖ, ଭାଜି ପଡ଼ୁ ଆଜି ଅର୍ଗଳ ରାଜି ଘେନ ବିଜୟର ମାଳା। ଲେଖିବ ଭାଜି ପଡ଼ୁ ମାଳା। ସଂଶିତ ପଦ୍ୟାଂଶଟି ଜାଗବନ୍ଦନ ହରା ଶୀର୍ଷକ କବିତାରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ କବି ଅନନ୍ତ ପଟ୍ଟନାୟକ ତରୁଣ ପ୍ରାଣକୁ ବୈପ୍ଳବିକ ଆହ୍ୱାନ ପ୍ରଦାନ କରିଛନ୍ତି। ତାପରେ ଲେଖିବ ବନ୍ଧନହରା ତରୁଣ ଗୋଷ୍ଠୀ ଜାଗ୍ରତ ହେବାକୁ କବି ଉଦ୍ବୋଧନ ଦେଇଛନ୍ତି। ଅତୀତର ଜୀର୍ଣ୍ଣ ଜୀବନକୁ ଚିରି ସେମାନେ ଜାଗି ଉଠନ୍ତୁ ବୋଲି କବି ଆହ୍ୱାନ ଜଣାଇଛନ୍ତି। ସେମାନଙ୍କର ବୈପ୍ଳବର ରଥ ଶୋଷଣ ଓ ପୀଡ଼ନର ପର୍ବତକୁ ଚୂର୍ଣ୍ଣ କରୁ। ଯାବତୀୟ ଅର୍ଗଳ ଭାଙ୍ଗି ପଡ଼ୁ ଏବଂ ସେମାନେ ବିଜୟର ମାଳା ଘେନନ୍ତୁ, ଅର୍ଥାତ୍ ସେମାନଙ୍କର ଜୟ ହେଉ। ଶେଷରେ ଲେଖିବ ପ୍ରସଙ୍ଗଟି ବୈପ୍ଳବିକ ଚେତନାର ସ୍ୱାକ୍ଷର ବହନ କରେ। ଏହିପରି ଭାବରେ ସମସ୍ତ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।